ଗୋଟିଏ ଗାଁରେ ବଡ଼ କପଡ଼ା ବ୍ୟବସାୟୀ ଥିଲା। ଆଖପାଖର ଲୋକମାନେ ତାଠାରୁ କପଡ଼ା କିଣି ନିଅନ୍ତି। ସେଠାରେ ଆଖପାଖରେ କୌଣସି ଲୁଗା ଦୋକାନ ନଥାଏ। ସେଥିପାଇଁ ବେଳେବେଳେ ବ୍ୟବସାୟୀ ଜଣକ ଗାଁ ଗାଁ ବୁଲି କପଡ଼ା ବିକିବାକୁ ପଳାଇଯାଏ। ଗୋଟେ ଦିନ ବ୍ୟବସାୟୀ ଜଣକ କପଡ଼ା ବିକିବା ପାଇଁ ଗାଁ ଭିତରକୁ ଚାଲିଗଲା। ଏତେ ବାଟ ଚାଲିବା ଦ୍ୱାରା ତାକୁ ଟିକେ ବହୁତ ପରିଶ୍ରମ ହେଲା। ସେ ଗୋଟେ ଗଛ ମୂଳରେ ଯାଇ ଶୋଇପଡ଼ିଲା। ଏତିକି ସମୟରେ ତାକୁ ଟିକେ ନିଦ ହୋଇଗଲା। ସେ ନିଦରୁ ଉଠି ଦେଖେ ତ ତା ପାଖରେ କେତେ ଗୁଡ଼ିଏ ଶୁଆ ଖେଳୁଛନ୍ତି। କେତେ ସୁନ୍ଦର ତାଙ୍କ ଦେହ, ସବୁଜ ରଙ୍ଗର, ନାଲି ଥଣ୍ଟ, ହଳଦୀ ପକ୍ଷୀ। ସେଇ ଶୁଆମାନଙ୍କୁ ଦେଖି ତାର ଭାରି ଲୋଭ ହେଲା। ଭାବିଲେ ଏମାନଙ୍କୁ ଗୋଟେ ଦିଟା ନେଇଗଲେ ପରିବାରର ଲୋକମାନେ ବହୁତ ଖୁସି ହେଇଯିବେ। ଭାବି ବ୍ୟବସାୟୀ ଜଣକ ଗାମୁଛା ଗୋଟେ କାଢ଼ିଲା, ସବୁ ଶୁଆଙ୍କ ଉପରେ ପକାଇଦେଲା। ଗୋଟିଏ ଶୁଆ ଧରା ପଡ଼ିଗଲା। ସେଇ ଶୁଆଟିକୁ ନେଇ ଘରକୁ ଆସିଲା। ଘରକୁ ଆସି ଶୁଆ ପାଇଁ ଗୋଟିଏ ସୁନାର ପିଞ୍ଜରା ତିଆରି କଲା। ତା ଭିତରେ ତାକୁ ରଖିଦେଲା। ତା ପାଇଁ ଗୋଟିଏ ଛୋଟ ତାଟିଆ ଏବଂ ଖାଇବା ପାଇଁ ଗୋଟିଏ ପ୍ଲେଟ୍ ରଖିଲା। ଶୁଆଟିକୁ ପିଞ୍ଜରାରେ ରଖି ତା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ଖାଦ୍ୟ ଆଣିଲା। ସେଉ, କମଳା, ଡାଳିମ୍ବ ନେଇ ଆସିଲା। ଘରର ଲୋକ, ଛୋଟ ଛୋଟ ପିଲା ଶୁଆ ସହିତ ଆସି ଖେଳନ୍ତି ଏବଂ ତା ସହିତ କଥାବାର୍ତ୍ତା ବି କରନ୍ତି। ଏମିତି ଶୁଆ ସହିତ କଥା ହେବା ଦ୍ୱାରା ଶୁଆ ଆସ୍ତେ ଆସ୍ତେ କଥା କହିବା ଶିଖିଗଲା। ଶୁଆ କଥା କହିବା ଶିଖିବାରୁ ଘର ଲୋକ ସମସ୍ତେ ବହୁତ ତା ଉପରେ ଖୁସି ହୋଇଗଲେ। ସମସ୍ତେ ବି ତାକୁ ବହୁତ ଭଲ ପାଆନ୍ତି। ସେଦିନ ବ୍ୟବସାୟୀର ଗାଁରୁ ଅର୍ଡ଼ର ଆସିଲା ଲୁଗା ନେବା ପାଇଁ। ବାହାରି ପଡ଼ିଲା ଲୁଗା ନେଇ ବ୍ୟବସାୟ କରିବାକୁ। ଯିବା ବେଳେ ଶୁଆକୁ ଦେଖା କରି କହିଲା, ଶୁଆ ଗାଁ ଆଡ଼େ ଯାଉଛି। ଯଦି ତୋ ବାପା ମା ଦେଖା ହେବେ ମୋତେ କିଛି କହୁଛି, ତାଙ୍କୁ କହିବ ମୁଁ ସୁନାର ପିଞ୍ଜରା ମୋ କୋଉ ପାଖରେ ନାହିଁ, ଭଲରେ ଅଛି। ବ୍ୟବସାୟୀ ଜଣକ ଗାଁରୁ କପଡ଼ା ବିକ୍ରି କରି ଆସି ସେଇ ଗଛ ମୂଳରେ ବିଶ୍ରାମ ନେଲା। ସେତିକିବେଳେ ସବୁ ଶୁଆ ଆସି ବ୍ୟବସାୟୀ ଜଣକ ଉପରେ ଆକ୍ରମଣ କଲେ। ସେଥିରୁ ଜଣେ ଆସି ପଚାରିଲା, ଆମ ଶୁଆ କ'ଣ କରୁଛି? ବ୍ୟବସାୟୀ ଜଣକ ଖୁସି ମନରେ କହିଲା, ଶୁଆ ସେଠି ସୁନାର ପିଞ୍ଜରାରେ ଅଛି। ସବୁଦିନ ନୂଆ ନୂଆ ଖାଦ୍ୟ ଖାଉଛି, ରୂପା ଥାଳିରେ ଭାତ ଖାଉଛି, ତାଟିଆରେ ପାଣି ପିଉଛି। ସେ ତ ବହୁତ ମଜାରେ ରହିଛି। ବ୍ୟବସାୟୀର ଏତିକି କଥା ଶୁଣି ସବୁ ଶୁଆମାନେ ତଳେ ପଡ଼ିଗଲେ। ବ୍ୟବସାୟୀ ଜଣକ ଶୁଆ ପାଖକୁ ଗଲେ। ଯାଇ ସେମାନଙ୍କୁ ହଲାଇଲା। ଦେଖିଲା ସେମାନେ ମରିଯାଇଛନ୍ତି ବୋଧେ। ଜଣକ ସେଠାରୁ ଆସି ଶୁଆ ପାଖରେ ପହଞ୍ଚିଲା। ଶୁଆ ତାକୁ ପଚାରିଲା, ଆମ ଘର ଲୋକ କେମିତି ଅଛନ୍ତି? ବ୍ୟବସାୟୀ ଜଣକ କହିଲା, ଆରେ ଶୁଆ, ମୁଁ ତୋ ଖବର ଦେବାରୁ ସେମାନେ ସବୁ ତଳେ ପଡ଼ିଗଲେ। କ'ଣ ଖବର, ଏମିତି କାହିଁକି ହେଲେ? ଶୁଆଟି ତା କଥା ଶୁଣି ମଧ୍ୟ ସେ ସେମିତି ତଳେ ପଡ଼ିଗଲା। ବ୍ୟବସାୟୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲା, କ'ଣ ଏମିତି ହେଲା କି? ବ୍ୟବସାୟୀ ଜଣକ ଶୁଆ ପାଖକୁ ଗଲା, ତାକୁ ପିଞ୍ଜରାରୁ ଖୋଲି କାଢ଼ିଲା। ତାକୁ ହଲାଇ ଦେଖିଲା। ବ୍ୟବସାୟୀ ଜଣକ ଶୁଆଟିକୁ ପିଞ୍ଜରାରୁ କାଢ଼ି ନେଲା। କାଢ଼ି ନେଇ ତାକୁ ବହୁତ ଦୂରରେ ନେଇ ଗୋଟେ ଜାଗାରେ ରଖିଦେଲା। ଶୁଆଟି ମଉକା ପାଇ ଛଟପଟ ହୋଇ ପୁଣି ଓଲଟି ପଡ଼ି ଉଡ଼ିବାକୁ ଲାଗିଲା ଏବଂ ସେ ଜଣକୁ କହିଲା, ମୁଁ ମୋ ପରିବାରର ସନ୍ଦେଶ ବୁଝିପାରିଲି। ତମ ସୁନାର ପିଞ୍ଜରା ଦରକାର ନାହିଁ, ରୂପା ଥାଳି ଦରକାର ନାହିଁ, ରୂପାର ପ୍ଲେଟ୍ ଦରକାର ନାହିଁ। ମୋର ମୋ ଖୋଲା ଆକାଶ ଦରକାର। ମୋ ପରିବାର ମୋତେ ବହୁତ ଝୁରୁଛନ୍ତି। ଏତିକି କହି ଶୁଆଟି ଉଡ଼ି ଉଡ଼ି ତା ପରିବାର ପାଖକୁ ପଳାଇଗଲା। ପରିବାର ଲୋକେ ତାକୁ ଦେଖି ବହୁତ ଖୁସି ହେଲେ।